ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେମାନେ ସଦମ ଏବଂ ଗମରା ଦୁଇଟି ନଗର ମୁଁ ଆପଣଙ୍କୁ ଦେଖାଇବି। ସଦମ ଏବଂ ଗମରା, ତା ସହିତ ମୁଁ ଆପଣଙ୍କୁ ମୃତ ସାଗର ମଧ୍ୟ ଦେଖାଇବି। ତେବେ ଭିଡ଼ିଓରେ ମୋ ସହିତ ଆପଣ ଦେଖନ୍ତୁ, ମୁଁ ମଧ୍ୟ ଦେଖିବି, ଆପଣ ମଧ୍ୟ ଦେଖନ୍ତୁ ଆଜିର ସଦମ ଏବଂ ଗମରା କେମିତି ଦେଖାଯାଏ। ଆଦି ପୁସ୍ତକ ଯଦି ଆପଣ 19 ପର୍ବ ପଢ଼ିବେ, 19 ପର୍ବରେ ଲେଖା ଅଛି ସଦମ ଏବଂ ଗମରା କିଭଳି ଭାବରେ ସଦାପ୍ରଭୁଙ୍କ ଦ୍ୱାରା ବିନଷ୍ଟ ହେଲା। ପରମେଶ୍ୱରଙ୍କ ଠାରୁ ଅଗ୍ନି ଆସି କିଭଳି ଦୁଇଟି ନଗରକୁ ବିନଷ୍ଟ କଲା। ଆଉ ଗୋଟେ ବୈଜ୍ଞାନିକ ପ୍ରମାଣ ଏବଂ ସତ୍ୟ ବିଷୟ ମୁଁ ଆପଣଙ୍କୁ ଜଣାଇବି। ଆଉ ସେଇଟା ହେଉଛି ଆଜି ମଧ୍ୟ ଏଠାରେ ଯେଉଁଟା ଆପଣ ଦେଖୁଛନ୍ତି, ଆଜି ମଧ୍ୟ ଏହାର ମାଟିରେ ଗନ୍ଧକର ପରିମାଣ ଦେଖିବା ପାଇଁ ମିଳେ। ବୈଜ୍ଞାନିକମାନେ ଯେତେବେଳେ ଏ ସଦମ ଏବଂ ଗମରାର ମାଟିକୁ ଟେଷ୍ଟ କଲେ, ସେମାନେ ସେଥିରେ ଗନ୍ଧକ ପାଇଲେ। ତା ଅର୍ଥ ଆଜି ମଧ୍ୟ ଗନ୍ଧକ ରହିଅଛି। ତେବେ ପ୍ରିୟ ବନ୍ଧୁଗଣ, ସଦମ ଏବଂ ଗମରା ଦେଖନ୍ତୁ, ଆପଣ ଆଖି ସାମ୍ନାରେ ଅଛି। ଆଉ ଇଏ ହେଉଛି ସଦମ ଏବଂ ଗମରା ପ୍ରାୟ ପାଖାପାଖି ଆଉ ଦୁଇଟି ନଗର ଅଟେ। ସଦମ ଏବଂ ଗମରା ଆଉ ତା'ର ଧ୍ୱଂସାବଶେଷ ଆପଣ ନିଜ ଆଖି ସାମ୍ନାରେ ଆପଣ ଦେଖୁଛନ୍ତି। ତେବେ ପରମେଶ୍ୱର କିଭଳି ଧ୍ୱଂସ କଲେ, ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି, ତେବେ ଆଦି ପୁସ୍ତକ ତା'ର 19 ପର୍ବ 15 ପଦରୁ 29 ପଦ ପଢ଼ନ୍ତୁ, ସେଠି ଆପଣଙ୍କୁ ଦେଖିବା ପାଇଁ ମିଳିବ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆପଣ ଏ ନଗରକୁ ଦେଖୁଥାନ୍ତୁ। ଆଉ ଆମେମାନେ ସଦମ ଏବଂ ଗମରା ତ ଆମେ ଦେଖୁଅଛୁ। ଆମେ ସେହି ସ୍ଥାନ ମଧ୍ୟ ଦେଖିବା ଯେଉଁ ସ୍ଥାନରେ ଲୋଟଙ୍କର ସ୍ତ୍ରୀ କ'ଣ ହେଇଥିଲେ, ଲବଣର ଖମ୍ବ ହେଇଥିଲେ। ଆଉ ମଧ୍ୟ ମୁଁ ଆପଣ ଦେଖାଇବି ସେ ଲବଣର ଖମ୍ବ କେଉଁଠି ରଖାଯାଇଛି, ସେ ଜାଗା ମଧ୍ୟ ମୁଁ ଆପଣଙ୍କୁ ଦେଖାଇବି। ସେଥିପାଇଁ ଭିଡ଼ିଓରେ ମୋ ସହିତ ଆପଣ ଦେଖୁଥାନ୍ତୁ। ଆମେ ଆଉ ଅଳ୍ପ ସମୟ ପରେ ସେଇ ଜାଗାକୁ ଦେଖିବା। ଏଇ ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଏଇଟା ସେଇ ଜାଗା। ଆଉ ଏଇ ଜାଗାରେ ଲୋଟଙ୍କର ସ୍ତ୍ରୀ କ'ଣ ହେଇଥିଲେ, ଏକ ଲବଣ ଖମ୍ବ ହୋଇଯାଇଥିଲେ। ତେବେ ପ୍ରିୟ ବନ୍ଧୁଗଣ, ସଦମର ଏଇ ଅଂଶକୁ ଟିକେ ଦେଖନ୍ତୁ। ଇଏ ହେଉଛି ସଦମ, ମାଉଣ୍ଟ ସଦମ ପର୍ବତ। ତେବେ ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି, ତେବେ ଆଦି ପୁସ୍ତକ 19 ପର୍ବର ଯଦି ଆପଣ ପଢ଼ିବେ 23 ପଦରୁ ସେଠି ଲେଖା ଅଛି ସଦମ ଏବଂ ଗମରା କେମିତି ବିନଷ୍ଟ ହେଲା। ଅନନ୍ତର ଦେଶରେ ସୂର୍ଯ୍ୟୋଦୟ ହୁଅନ୍ତେ ଲୋଟ ସୟରରେ ପ୍ରବେଶ କଲା। ତେବେ ସଦାପ୍ରଭୁ ଆକାଶରୁ ସଦାପ୍ରଭୁଙ୍କ ନିକଟରୁ ସଦମ ଓ ଗମରା ଉପରେ ଗନ୍ଧକ ଓ ଅଗ୍ନିବୃଷ୍ଟି କରି ସେ ସମୁଦାୟ ନଗର ଓ ପ୍ରାନ୍ତର ଓ ତନ୍ନିମଧ୍ୟ ସ୍ଥିତ ଲୋକ ଓ ସେହି ଭୂମିରେ ଜାତ ସକଳ ପଦାର୍ଥ ଉତ୍ପାଟନ କଲେ। ସେହି ସମୟରେ ଲୋଟର ଭାର୍ଯ୍ୟା ପଛ ଆଡ଼କୁ ଅନେଇବାରୁ ସେ ଲବଣ ସ୍ତମ୍ଭ ହେଲା। ଆଉ ଅବ୍ରାହମ ପ୍ରଭାତରୁ ଉଠି ପୂର୍ବେ ଯେଉଁ ସ୍ଥାନରେ ସଦାପ୍ରଭୁଙ୍କ ଛାମୁରେ ଠିଆ ହୋଇଥିଲେ, ସେହି ସ୍ଥାନରେ ଉପସ୍ଥିତ ହୋଇ ସଦମ ଓ ଗମରା ଓ ପ୍ରାନ୍ତରସ୍ଥ ସମସ୍ତ ଅଞ୍ଚଳ ପ୍ରତି ଅନନ୍ତେ ସେହି ଦେଶରୁ ଭାଟିର ଧୂମ ତୁଲ୍ୟ ଧୂମ ଉଠିବାର ଦେଖିଲେ। ତେବେ ସଦମ ଏବଂ ଗମରା ଯେତେବେଳେ ବିନଷ୍ଟ ହେଉଥିଲା, ସେହି ସମୟରେ ଅବ୍ରାହମ ସେ ଦୃଶ୍ୟକୁ ନିଜ ଆଖିରେ ଦେଖୁଥିଲେ। ଏଇଟା ମୁଁ କହୁନାହିଁ, ଏଇଟା ପବିତ୍ର ଧର୍ମଶାସ୍ତ୍ର ବାଇବେଲ ଲେଖା ଅଛି। ଦେଖନ୍ତୁ, ଲେଖା ଅଛି ଲୋଟ୍ସ ୱାଇଫ୍ ଆଣ୍ଡ ମାଉଣ୍ଟ ସଦମ, ଲୋଟଙ୍କର ସ୍ତ୍ରୀ ଏବଂ ସଦମ ପର୍ବତ। ତେବେ ପ୍ରିୟ ବନ୍ଧୁଗଣ, এইটা ହେଉଛି ସେଇ ଜାଗା। ଆପଣ ଭିଡ଼ିଓକୁ ପୁଶ୍ କରିକି ପଢ଼ିପାରିବେ। ଏ ଜାଗା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଏଠି ପ୍ରଦାନ କରାଯାଉଛି। 29 ପଦ ଲେଖା ଅଛି,
ଏହି ରୂପେ ସେହି ପ୍ରାନ୍ତରସ୍ଥିତ ସମସ୍ତ ନଗରର ବିନାଶ ସମୟରେ ସଦାପ୍ରଭୁଙ୍କ ପରମେଶ୍ୱର ଅବ୍ରାହମକୁ ସ୍ମରଣ କଲେ। ପୁଣି ଲୋଟ ଯେଉଁ ଯେଉଁ ନଗରରେ ବାସ କରିଥିଲା ସେହି ନଗରର ଉତ୍ପାଦନ ସମୟରେ ଉତ୍ପାଦନ ମଧ୍ୟରୁ ଲୋଟକୁ ବାହାର କଲେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଏଇଟା ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଇଏ ହେଉଛି ସେଇ ଜାଗା ଯେଉଁ ଜାଗାରେ ଲୋଟଙ୍କର ପତ୍ନୀ କ'ଣ ହେଇଥିଲେ, ଏକ ଲବଣର ସ୍ତମ୍ଭ ବା ଲବଣର ଖମ୍ବ ପାଲଟି ଯାଇଥିଲେ। ସଦାପ୍ରଭୁ ମନା କରିଥିଲେ ତୁମେ ପଛକୁ ଅନେଇବ ନାହିଁ, କିନ୍ତୁ ପରମେଶ୍ୱରଙ୍କ ଆଜ୍ଞାକୁ ନ ମାନି ସେ ପଛକୁ ଅନେଇବାରୁ ସେ କ'ଣ ହେଲେ, ଏକ ଲବଣ ସ୍ତମ୍ଭରେ ପରିଣତ ହେଲେ। ହଁ ପ୍ରିୟ ବନ୍ଧୁଗଣ, ତେବେ ଦେଖନ୍ତୁ ଏଇ ଯେଉଁ ଗୁମ୍ଫା ଦେଖନ୍ତୁ, ଏ ଗୁମ୍ଫା ଭିତରେ ରହିଛି ଲୋଟଙ୍କର ପତ୍ନୀ ଯେଉଁ ଲବଣ ଖମ୍ବ ହୋଇଯାଇଥିଲେ ସେ ତାକୁ ରଖାଯାଇଛି। ଆଉ ଭିତରକୁ ଯିବା ପାଇଁ ହୁଏତ ବାରଣ ଅଟେ, କାରଣ ଏହାକୁ ବାଉଣ୍ଡରୀ କରାଯାଇଛି। ଦେଖନ୍ତୁ ତାର ବାଡ଼ ଦିଆଯାଇଛି ଯେମିତି କେହି ସେଠି ପ୍ରବେଶ କରିନପାରେ। ଆଉ ମୁଁ ଆପଣଙ୍କୁ କହିଥିଲି ଦେଖେଇବି, ଦେଖନ୍ତୁ ସେ ଭିତରେ ଆପଣ ଦେଖନ୍ତୁ ସେଇ ଯେଉଁ ଫାଙ୍କା ଜାଗା ଅଛି, ସେଇ ଭିତରେ ଶୋଇଲା ଭଳିଆ ଗୋଟେ ଜିନିଷ ରଖାଯାଇଛି। ଆଉ ସେଇଟା ହେଉଛି ଲୋଟଙ୍କର ସ୍ତ୍ରୀଙ୍କର ଲବଣ ଖମ୍ବ। ସେଇଟା ଆଗେ ଉପରେ ଥିଲା, କିନ୍ତୁ ତା ଭାଙ୍ଗିଯିବାରୁ ତାକୁ ଭିତରେ ରଖାଯାଇଛି। ଆଉ ଭିତରେ ଯିବା ପାଇଁ ହୁଏତ ବାରଣ କରାଯାଇଥିବ। ଆମେ ଦେଖିଲୁ ମାଉଣ୍ଟ ସଦମ। ଆପଣ ମୋ ସହିତ ଦେଖୁଥାନ୍ତୁ, କାରଣ ସଦମ ପର୍ବତ ଆରମ୍ଭ ହେଲା। ଆମେ ଦେଖିବା କେଉଁ ଜାଗାରେ ଏଇ ସଦମ ପର୍ବତ ସମାପ୍ତ ହେଉଛି, ସେ ଜାଗାକୁ ଆମେମାନେ ଦେଖିବା। ତେବେ ପରମେଶ୍ୱର ଏଇ ସଦମ ଏବଂ ଗମରାକୁ କାହିଁକି ବିନଷ୍ଟ କଲେ? ତାର ଗୋଟେ ବହୁତ ବଡ଼ କାରଣ ଅଛି। ପରମେଶ୍ୱର ଏଇ ସଦମ ଏବଂ ଗମରାକୁ ବିନଷ୍ଟ କରିବାର କାରଣ ହେଉଛି, ଏହି ସଦମ ଏବଂ ଗମରାର ଲୋକମାନେ ଅତି ପାପିଷ୍ଟ ଥିଲେ, ଅତି ଦୁଷ୍ଟ ଥିଲେ। ସେମାନେ ନା ପରମେଶ୍ୱରଙ୍କୁ ମାନୁଥିଲେ, ନା ପରମେଶ୍ୱରଙ୍କର ଦାସମାନଙ୍କୁ ସେମାନେ ମାନୁଥିଲେ। ଆଉ ଏହି ଅଞ୍ଚଳରେ ବ୍ୟଭିଚାର ମାନେ ଏତେ ମାତ୍ରାରେ ବଢ଼ିଯାଇଥିଲା। ଆଉ ପରମେଶ୍ୱର କ'ଣ କଲେ, ନିଷ୍ପତ୍ତି ନେଲେ ଏ ଦୁଇଟି ନଗରକୁ ସେ କ'ଣ କରିବେ, ଅଗ୍ନି ବା ଗନ୍ଧକ ଦ୍ୱାରା ବିନଷ୍ଟ କରିବେ। ମୁଁ ଆପଣଙ୍କୁ କହିଥିଲି ପ୍ରିୟ ବନ୍ଧୁଗଣ, ଆଜି ମଧ୍ୟ ମୁଁ କହୁଅଛି, ଏବେ ବି କହୁଛି, ଆଜି ମଧ୍ୟ ଏହି ଜାଗାରେ ଯେଉଁ ମାଟି ଆପଣ ଦେଖୁଛନ୍ତି, ଏହି ମାଟିରେ ଗନ୍ଧକ ଦେଖିବା ପାଇଁ ମିଳେ। କାରଣ ବୈଜ୍ଞାନିକମାନେ ଅଲରେଡ଼ି ଏ ଭୂଇଁକୁ ସେମାନେ ଟେଷ୍ଟ କରିସାରିଛନ୍ତି। ଟେଷ୍ଟ କରିକି ଏହି ଭୂଇଁରେ ସେମାନେ ଗନ୍ଧକର ପରିମାଣକୁ ସେମାନେ ପାଇଲେ। ଏଥିରୁ ଆପଣ ଲକ୍ଷ୍ୟ କରୁଥିବେ, ଜାଣିପାରୁଥିବେ, ଆମେ ଯେଉଁ ପବିତ୍ର ଧର୍ମଶାସ୍ତ୍ର ବାଇବେଲ ପାଠ କରୁଛୁ ତାହା କେତେ ଦୂର ସତ ଅଟେ, ଆଉ କେମିତି ଏକ ସତ୍ୟ ପୁସ୍ତକ ଅଟେ। ଆଉ ଏହା ଦ୍ୱାରା ଆମେ ଜାଣିବାକୁ ପାରୁଛୁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ସଦମ ଏବଂ ଗମରା ଆପଣ ଦେଖିଲେ ଟିକେ ସମୟ ପୂର୍ବରୁ, ଆଉ ଏଇଟା ହେଉଛି ସଦମ। ଦୁଇଟି ଯାକ ଜାଗା ମୁଁ ଆପଣଙ୍କୁ ଦେଖେଇଲି। ପ୍ରଥମେ ଗମରା, ତାପରେ ସଦମ। ତାପରେ ପ୍ରିୟ ବନ୍ଧୁଗଣ, ଆମେ ମୃତ ସାଗରକୁ ମଧ୍ୟ ଦେଖିବା। ଆଉ ମୃତ ସାଗର ବିଷୟରେ ବାଇବେଲରେ ବିଶେଷ ଲେଖା ନାହିଁ, କିନ୍ତୁ ମୃତ ସାଗର ଉପକୂଳରେ କିଛି ଏମିତି ଚର୍ମ ପୁସ୍ତକ ମିଳିଥିଲା ଯେଉଁଟାକି ଆଜି ଆମେ ବାଇବେଲରେ ଆମେ ପାଠ କରୁଅଛୁ। ଭବିଷ୍ୟତ ବକ୍ତାମାନଙ୍କର ପୁସ୍ତକ, ଯାହାକୁ ଜଳେଇ ଦେବା ନିମନ୍ତେ ସେ ସମୟ ରାଜା ବହୁତ ଚେଷ୍ଟା କରିଥିଲେ, କିନ୍ତୁ ଯେଉଁମାନେ ଲେଖିଥିଲେ ସେମାନଙ୍କ ଜାରରେ ଲୁଚେଇକି ସେମାନେ ପଳେଇଲେ। କିନ୍ତୁ ରାଜାଙ୍କର ସୈନ୍ୟ ହାତରେ ଧରା ପଡ଼ିକି ନିଜ ପ୍ରାଣକୁ ସିନା ଦେଇଦେଲେ, କିନ୍ତୁ ପୁସ୍ତକକୁ ସେମାନେ ବଞ୍ଚେଇ ରଖିଲେ। ଯେଉଁ ପରମେଶ୍ୱରଙ୍କ ବାକ୍ୟକୁ ଆଜି ଆମେ ବାଇବେଲ ଭିତରେ ପଢ଼ୁଛୁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ,
ସଦମ ଏବଂ ଗମରାର ଲୋକମାନେ ଅତି ପାପିଷ୍ଟ ଥିଲେ। ଆଉ ଇଏ ହେଉଛି ଡେଡ୍ ସି ବା ମୃତ ସାଗର ଆପଣ କହିପାରିବେ। ତେବେ এই ମୃତ ସାଗରକୁ ଆପଣ ଦେଖନ୍ତୁ କେମିତି ଲାଗୁଛି କମେଣ୍ଟ କରିବେ। ଆଉ এই ମୃତ ସାଗର ইয়াର ଗୋଟେ ଖାସ୍ ବିଷୟ ହେଉଛି ଏ ପାଣିରେ ଆପଣ କେବେ ବି ବୁଡ଼ିବେ ନାହିଁ। ଯିଏ ବି ପାଣି ଭିତରେ ପ୍ରବେଶ କରିବ ଶୋଇବା ପାଇଁ ଚେଷ୍ଟା କରିବ ବି ପାଣି ଉପରେ ସେ ଶୋଇପଡ଼ିବ। ଆପଣ ନଦୀ ପୋଖରୀ ପାଣିରେ ଆପଣ ଶୀଘ୍ର ବୁଡ଼ିଯିବେ, କିନ୍ତୁ ଏଠି ଯେଉଁ ପାଣି ଅଛି ନାହିଁ କି, ଆଉ ଏଇ ପାଣିରେ ଆପଣ ବୁଡ଼ିବେ ନାହିଁ ବିଲକୁଲ ବି। ସେଥିପାଇଁ ଡେଡ୍ ସି ବୋଲି କୁହାଯାଏ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଭିଡ଼ିଓ ଆପଣଙ୍କୁ କିପରି ଲାଗିଲା କମେଣ୍ଟ କରନ୍ତୁ। ଆଉ ଯଦି ଆପଣ ପ୍ରଥମ ଥର ପାଇଁ ଚ୍ୟାନେଲକୁ ଆସିଛନ୍ତି ତେବେ ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରନ୍ତୁ ପ୍ରିୟ ବନ୍ଧୁଗଣ। ଆଉ এই ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗିଥାଏ ଭିଡ଼ିଓକୁ ନିଶ୍ଚିତ ଭାବରେ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ। ହଁ ପ୍ରିୟ ବନ୍ଧୁଗଣ, ଭିଡ଼ିଓକୁ ସେୟାର କରନ୍ତୁ। ଆଉ କିପରି ଲାଗିଲା ଭିଡ଼ିଓ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆଉ ଆଜିର ଯେଉଁ ଧର୍ମଶାସ୍ତ୍ର ଆମେମାନେ ପାଠ କଲୁ, ଯେଉଁଟାକି ଆଦି ପୁସ୍ତକ ତାର 19 ପର୍ବ, ଆପଣ 15 ପଦର ପଢ଼ନ୍ତୁ କିମ୍ବା 19 ପର୍ବର 1ରୁ ପଢ଼ନ୍ତୁ ପୁରା ଲାଷ୍ଟ ପର୍ଯ୍ୟନ୍ତ। ପୁରା ଡିଟେଲ୍ ପୁରା ଲେଖା ଅଛି ପରମେଶ୍ୱର କିଭଳି ଭାବରେ ସଦମ ଏବଂ ଗମରାକୁ ସେ ବିନଷ୍ଟ କଲେ। ୟାକୁ ଆମେ ଭିଡ଼ିଓର ଆରମ୍ଭରେ ଆମେ ଦେଖିଥିଲୁ। ଆଉ ଥରେ ମୁଁ ଆପଣଙ୍କୁ ଦେଖାଇ ଦେଉଛି। ଇଏ ହେଉଛି ଗମରା। ସଦମ ଯେଉଁଠି ଆପଣ ଦେଖିଲେ ସେଇଠି ଲୋଟଙ୍କର ସ୍ତ୍ରୀ ଲବଣ ଖମ୍ବ ହୋଇଯାଇଥିଲେ। ଏହି ସ୍ଥାନର ନାଁ ହେଉଛି ଗମରା। ଟିକେ ଦେଖନ୍ତୁ, ଏଇ ନଗର ବି ପୁରା ବିନଷ୍ଟ ହୋଇଯାଇଛି। ଆଜି ଏଠାରେ ମଧ୍ୟ ଗନ୍ଧକର ପରିମାଣ ଦେଖିବାକୁ ମିଳେ। ସମସ୍ତ ନମସ୍କାର ପ୍ରିୟ ବନ୍ଧୁଗଣ। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ସେୟାର କରନ୍ତୁ। ଆଉ ଯଦି ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ପ୍ରିୟ ବନ୍ଧୁଗଣ। ଆଉ ଆଜି ପାଇଁ ଏତିକି। ପୁଣି ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ।